ଆର୍‌ବିଆଇ ନୂତନ ନିର୍ଦ୍ଦେଶନାମା ଜାରି କରିଛି। 100 ଟଙ୍କିଆ ନୋଟ୍ ଉପରେ ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏକ ଦାବି ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ହେଉଛି ଯେ ପୁରୁଣା 100 ଟଙ୍କିଆ ନୋଟ୍ ଖୁବ୍ ଶୀଘ୍ର ନିଷିଦ୍ଧ ହେବ। ପ୍ରସିଦ୍ଧ ଦାବିରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଦ୍ଧୃତ କରି ଏହା ମଧ୍ୟ କୁହାଯାଉଛି ଯେ ବର୍ତ୍ତମାନ ପୁରୁଣା ନୋଟ୍‌ଗୁଡ଼ିକୁ ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇପାରିବ, ଯାହା ଉପରେ ଏହାର ଆଇନଗତ ବୈଧତା ନଷ୍ଟ ହୋଇଯିବ ଏବଂ ଏହାକୁ ଗ୍ରହଣ କରାଯିବ ନାହିଁ। ବର୍ତ୍ତମାନ ଦାବି ହେଉଛି ଯେ ଏହି ପୁରୁଣା 100 ଟଙ୍କିଆ ନୋଟ୍ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ। ବର୍ତ୍ତମାନ ଏହି ପୋଷ୍ଟରେ ପୁରୁଣା 100 ଟଙ୍କିଆ ନୋଟ୍ ଏକ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି, ଯାହା ସହିତ ସେ ଲେଖିଛନ୍ତି ଯେ ବର୍ତ୍ତମାନ 100 ଟଙ୍କା ମୂଲ୍ୟର ଏହି ପୁରୁଣା ନୋଟ୍ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ମାର୍ଚ୍ଚ 31, 2024 ଭାବରେ ନୋଟ୍ ପରିବର୍ତ୍ତନ ପାଇଁ ଆର୍‌ବିଆଇର ପରୀକ୍ଷା ତାରିଖ ସ୍ଥିର କରିଛି। ଏଥିସହ ଆର୍‌ବିଆଇର ସର୍କୁଲାର ସରକାର ଜାରି କରିନାହାନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ 100 ଟଙ୍କିଆ ନୋଟ୍ ବନ୍ଦ ହେବାକୁ ଯାଉଛି।